यूनिट 1 बाणीर स्वरूप वायु मुखावयवरे आघात प्राप्त होई ଯେଉଁ ବର୍ଣ୍ଣାକୃତିରେ ଉଚ୍ଚାରିତ ହୁଏ ତାହାକୁ ବାଣୀ ସ୍ୱରୂପ କହନ୍ତି। ତାହା ସ୍ୱରୂପ ବର୍ଣ୍ଣନା କରିବାକୁ ଯାଇ ମୁନି ଋଷି ଗଣ ଭିନ୍ନ ଭିନ୍ନ ମତ ପୋଷଣ କରିଥିଲେ ବି ତାହାର ଚାରିଗୋଟି ସ୍ୱରୂପ ସ୍ୱୀକାର କରାଯାଇଛି। ପରା ପଶ୍ୟନ୍ତି ମଧ୍ୟମା ବେଖରୀ ପରା ବାଣୀ ଏହା ବ୍ରହ୍ମ ସ୍ୱରୂପ ଧାରଣ କରିଛି। ଏହାର ଅନ୍ୟ ନାମ ସରସ୍ୱତୀ। ଏହା ଅନ୍ୟ ବର୍ଣ୍ଣ ରୂପର ମୂଳାଧାରା ରୂପେ ଗୃହୀତ। ଏହି ମୂଳା ବାଣୀ ଉଦ୍ଗମ ସ୍ରୋତ ବହିଃପ୍ରକାଶ୍ୟ। ଏହି ବାଣୀ ପ୍ରଥମ ରୂପେ କୁହାଯାଇଛି। ଅଭିରୂପ ମୂଳାଧାରାତ୍ ପ୍ରଥମ ନାଦିତ ନାଦସ୍ୱର ବର୍ଣ୍ଣାଃ ପରାଃ ଅଥବା ମୂଳାଧାରାତ୍ ପ୍ରଥମୋ ଦ୍ୱିତୀୟ ୟସ୍ତୁ ଭାବ ପରାକ୍ଷଃ ଅଳଙ୍କାର କୌସ୍ତବରେ କରାଯାଇଛି। 2 ପଶ୍ୟନ୍ତି ବାଣୀ ପରା ବାଣୀ ସାମାନ୍ୟ ରୂପେ ପ୍ରକାଶମାନ ହେଲେ ତାହା ପଶ୍ୟନ୍ତି ରୂପ ଧାରଣ କରିଥାଏ। ତାହା ଅତି ସୂକ୍ଷ୍ମ ରୂପରେ ବହନ କରେ। ଏଠାରେ ବର୍ଣ୍ଣଗୁଡ଼ିକ ବିଭାଗୀକରଣ କରାଯାଏ ନାହିଁ। ପରା ବାଣୀ ମଧ୍ୟମ ରୂପରେ ତଟସ୍ଥ ଭାବ ବହନ କରି ପଶ୍ୟନ୍ତି ରୂପରେ ପ୍ରକାଶିତ ହୋଇଥାଏ। ଯଥା ଅବିଭାଗାତ୍ ପଶ୍ୟନ୍ତେ ସର୍ବତ୍ର ସଂହୃତ କ୍ରମ ସ୍ୱରୂପଜ୍ୟୋତିରେବାନ୍ତ ସୂକ୍ଷ୍ମଭାଗାନୁପାୟିନୀ। ବେଖରୀ ବାଣୀ ପରା ବାଣୀ ବେଖରୀ ରୂପରେ ପ୍ରକାଶିତ ହୁଏ। ଏହାଦ୍ୱାରା ବର୍ଣ୍ଣ ସମୂହର ଉଚ୍ଚାରିତ ରୂପ ପ୍ରକାଶିତ ହୋଇଥାନ୍ତି। ଯଥା ସ୍ଥାନେଷୁ ବିବୃତେ ବାୟୁ କୃତବର୍ଣ୍ଣ ପରିଗ୍ରହ ବେଖରୀ ବାକ୍ପ୍ରୟୋକ୍ତॄଣାଂ ପ୍ରାଣବୃତ୍ତି ନିବନ୍ଧନା। ମଧ୍ୟମା ବାଣୀ ଏହା ସତ୍ୟ ସଂକଳ୍ପ ସ୍ୱରୂପା ପଶ୍ୟନ୍ତି ଓ ବେଖରୀ ମଧ୍ୟରେ ଅବସ୍ଥାନ କରି ଅନୁପାତ କ୍ରମରେ ପ୍ରାଣବୃତ୍ତିକୁ ଅତିକ୍ରମଣ କରିଥାଏ। ଯଥା ଅନ୍ତଃସଂକଳ୍ପ ସ୍ୱରୂପା କ୍ରମରୂପାୟୁପାତିନୀ ପ୍ରାଣବୃତ୍ତିମତିକ୍ରାମ୍ୟ ମଧ୍ୟମା ବାଗ୍ ପ୍ରବର୍ତ୍ତତେ। ପରିଲକ୍ଷିତ ବର୍ଣ୍ଣନାରୁ ଏହି ଚାରୋଟି ବାଣୀର ଚାରୋଟି ସ୍ୱରୂପ ଅଛି। ପରା ବାଣୀ ବ୍ରହ୍ମ ସ୍ୱରୂପା ପଶ୍ୟନ୍ତି ବାଣୀ ପ୍ରକାଶ ରୂପା ବେଖରୀ ବାଣୀ ପ୍ରକଟ ରୂପା ମଧ୍ୟମା ବାଣୀ ଅନ୍ତଃସଂକଳ୍ପ ସ୍ୱରୂପା।